ମତେ ଯେତିକି କଲ୍ ଆସୁଛି ଦିନକୁ ମାନେ ଇନକ୍ୱାରି ହଉ କିମ୍ବା ସଫ୍ଟୱେୟାର ହଉ ମାଗୁଛନ୍ତି ଲୋକ ଆଉ ଯେତିକି ପଚାରୁଛନ୍ତି ଯେ ଆଜ୍ଞା ଏଇଟା କେମିତି କରିବା ସେଇଟା କେମିତି କରିବା। ମୁଁ ତ ନାଁଟା ନେଇପାରିବିନି ସେ ସଫ୍ଟୱେୟାରଟା ନା, ସେ ସଫ୍ଟୱେୟାରଟି ଏବେ ରିସେଣ୍ଟଲି ଲଞ୍ଚ କଲା। କାହିଁ ସେଠାରେ କଣ ଏଥିରେ ବିଶ୍ୱାସତା ଅଛି କହୁନାହାନ୍ତି, ସଫ୍ଟୱେୟାରଟା ନାଁ କାହିଁ ନେଇପାରିବେନି କଣ ଅଛି ସଫ୍ଟୱେୟାର ନାଁଟା କିଏ ମାନେ ଶୁଣନ୍ତୁ ଆମେ ଏମିତି କୋଉ ପ୍ରସିଦ୍ଧ ଲୋକ ଯେ ଆମକୁ କିଏ ଟ୍ରାକ୍ କରିବ। ୟୁନିକୋଡ୍ ଫଣ୍ଟ ଷ୍ଟାଇଲ ୟୁର ଷ୍ଟାଇଲ ସବୁ ଟେଲିଗ୍ରାଫି ଓଡିଆର ସବୁ ଟେଲିଗ୍ରାଫି। ନା କାଲିଗ୍ରାଫି କଣ ଓଡିଆ କାଲିଗ୍ରାଫି କଣ ଆମର ଯୋଉ ଆକାଶ ଯେମିତି ବାହାର କରିଛି ଆକାଶ ଗଣ୍ଡ ଯେମିତି ଆମର ସେ କୋରାପୁଟ ପିଲାର ଯୋଉ ବାହାର କରିଛି ସେଇଭଳିଆ। ପ୍ରାଇସ୍ କଥା କହିଲେ ଟିକେ ପ୍ରାଇସ୍ କଥା କହିଲେ। ପ୍ରାଇସ୍ ଟା ବହୁତ କମ ପଇସା। କେତେ ଟଙ୍କା? 14,000 ଟଙ୍କା। ଆଜ୍ଞା 14,000 ଟଙ୍କାରେ ଲୋକ ଆମେ କିଣିବା ତାକୁ? ହଁ ସାର୍ ରଞ୍ଜିତ ବାବୁ ନମସ୍କାର। ନମସ୍କାର। କଣ ଆପଣ ବହୁତ ଦିନ ହେଲା କିଛି କଥାବାର୍ତ୍ତା କରୁନାହାନ୍ତି, ଆପଣଙ୍କ କଥା ମାନେ ଆପଣଙ୍କ କଥା ଟିକେ ଶୁଣିବା ପାଇଁ ଆଉ ଟିକେ ଭଲ କଣ ଲାଗେ। କରିବା, କଥାବାର୍ତ୍ତା ସମୟ ଥିଲେ ସିନା କଣ କରିବା। ଆଉ ଆପଣ ତ ଚାଲିଛି ସବୁ କାର୍ଯ୍ୟକ୍ରମ ଆପଣ ଯେମିତି ଚଲେଇଛନ୍ତି ପୁରା ଲମ୍ବା ଚଉଡା କାର୍ଯ୍ୟକ୍ରମ, ଆଉ ଆମର ତ ସବୁ କାର୍ଯ୍ୟକ୍ରମ ଆପଣଙ୍କର ବିପରୀତ ଦିଗ କାର୍ଯ୍ୟକ୍ରମ। ଲମ୍ବା ଆପଣ ଚଉଡା ଯୋଉ ମୁଁ କୋଉଠି ଲମ୍ବା ଚଉଡା ଚଲାଉଛି ବା। ଆଉ ଆପଣଙ୍କର ହଉଛନ୍ତି ସବୁ ବିପରୀତ ମୋର। ମୁଁ ଏଇ ବସିକି କଣ କରିବା, ମୁଁ ବସିକି କାମ କରେ, ଫୋନ ଆସୁଛି ସେ ଗୋଟେ ଯୋଉଟା କି ମୁଁ ମୋ କାମରେ ବ୍ୟସ୍ତ। ମତେ ଟିକେ ଏଇ ସନ୍ଧ୍ୟାବେଳେ ଆମେ ଆଗରୁ କେତେ ଗପୁଥିଲେ, ଗୋଟେ କେତେ ବଢିଆ ବଢିଆ ମଜା କଥାବାର୍ତ୍ତା ସବୁ ଆରେ କରୁଥିଲେ। ଶୁଣନ୍ତୁ ଆଜ୍ଞା, ସବୁ ଜିନିଷ ଠିକ କିନ୍ତୁ ଆଉ କଣ କରିବା, ବୋଝ ଦିନକୁ ସାପ ବଢିବା ସହିତ ଚକ୍ର ବଢୁଛି। କିନ୍ତୁ ସେଇ ହିସାବରେ ମାନେ ସବୁ ଜିନିଷ ଗୁଡାକ ଲାଇବିଲିଟି ଗୁଡାକ ବହୁତ ପଳେଇ ଆସୁଛି। ବର୍ତ୍ତମାନ ଆମର ଲାଇବିଲିଟି ଯେତିକି ଅଛି ମୁଁ ନିଜେ ଚିନ୍ତା କରୁଛି ଆକୁ ହ୍ୟାଣ୍ଡେଲ କରିବା ମୋ ପକ୍ଷରେ କାଠିକର ପାଠ ହେଇଗଲାଣି। ହଁ ଆଉ ତେଣୁ ଆଉ ଆପଣ ଯଦି ଚିନ୍ତା କରନ୍ତୁ, ଆମେ ବହୁତ କଥା ହଉଥିଲେ ତା ମାନେ ତ ସେୟା ନୁହେଁ। ଆଉ ସମୟଟାକୁ ଆମକୁ ପୁଣି ସାଥି ଦବା ଦରକାର ନା ନାଇଁ। ଯଦି ସମୟ ସାଥି ନ ଦବ ଆପଣଙ୍କ ହାତରେ କିଛି ନାହିଁ କି ମୋ ହାତରେ ବି କିଛି ନାହିଁ। ମୁଁ ସେଇଭଳିଆ ପୁରା ଗୋଟେ ବୁଢିଆଣୀ ଜାଲ ଭିତରେ ମୁଁ ଛନ୍ଦି ହେଇକି ରହିଛି। କିଏ କୋଉ ଜାଲରେ ଛନ୍ଦି ହେଇଛି କି? ସମସ୍ତେ ବୁଢିଆ ଜାଲରେ ଛନ୍ଦି ହେଇଛନ୍ତି। ହଁ ପରା ସଂସାର ଯୋଉମାନେ କରିଛନ୍ତି ସେମାନେ ନା ମୋର ପୁରା ସେଇ ଯୋଉ ବଣରେ ଥାନ୍ତିନି ଯୋଉ ବୁଢିଆଣୀ, ବଣ ଭିତରେ ଗୋଟେ ସବୁ ବଡ ବଡ ଦେଖିବେ ବୁଢିଆଣୀ ଥାନ୍ତି, ଯୋଉଟା କି ଆମର କହୁଛନ୍ତି ଆମେ କଣ ଘର ଭିତରେ ଆପଣ ବୁଢିଆଣୀ ଗାଁ ଅଛୁ ନା? ଭିତରେ ଗାଁର ଯୋଉ ବୁଢିଆଣୀ, ସେଇ ଘରେ ଯୋଉ ବୁଢିଆଣୀ ଥାଏ ସେଇ ବୁଢିଆଣୀ ଜାଲରେ ଆପଣ ଛନ୍ଦି ହେଇଛନ୍ତି। କିନ୍ତୁ ମୁଁ ଛନ୍ଦି ହେଇଛି ଜଙ୍ଗଲ ଭିତରେ ଯୋଉ ବଡ ବଡ ସବୁ ଜନ୍ତୁକୁ ସେ ଧରି ପକନ୍ତି, ଆରେ ବାବା, ସେଇ ବୁଢିଆଣୀ ଜାଲରେ। ଓହୋ ମାନେ ମତେ ଗୋଟେ ବୁଢିଆଣୀ ନୁହେଁ, ଏକା ଥରେ ମତେ ନା 20-25 ବୁଢିଆଣୀ ମତେ ଆଟାକ କରୁଛନ୍ତି। ମୁଁ ତାଙ୍କୁ ସେ ଛନ୍ଦ ଭିତରେ ହିଁ ପ୍ରୋଟେକ୍ସନ ଦେଇକି ବଞ୍ଚୁଛି। ଆପଣ ତ ଟିକେ ଚିନ୍ତା କଲେ, ଦିଟାକୁ କମ୍ପେୟାର କଲେ। ଆଉ ମୁଁ ଯଦି ଏଭଳି ଅବସ୍ଥାରେ ଗତି କରିବି, ଆଉ ମୋ ଅବସ୍ଥା କଣ? ଏଇ ଅବିକା ଗୋଟେ ପିଲା, ତାର ବାପାର କଣ୍ଡିସନ ବହୁତ ଖରାପ ଥିଲା, ଏଇ ଜଷ୍ଟ ଫୋନ କରିଥିଲା। ଆପଣ ଫୋନ କରିବା ଭିତରେ ତା ବାପାଟିର ପଲ୍ସ ରେଟ୍ ବର୍ତ୍ତମାନ 20। ଆଚ୍ଛା, ଏପଟରେ ହଁ ମାନେ ସୁଗାରେ ଏପଟରେ ଗୋଡଟା କଟା ହବ, ମାନେ ଗୋଟିଏ ଘା ସିଏ ଟୋଟାଲି ଆସିକି ପହଞ୍ଚିଲାଣି ଆଣ୍ଠୁ ପର୍ଯ୍ୟନ୍ତ। ବର୍ତ୍ତମାନ କଟା ହବା ପୋଜିସନ କୁ ଯେତେବେଳେ ଆସିଲାଣି, କିନ୍ତୁ ବର୍ତ୍ତମାନ ଏନାସ୍ଥେସିଆ ଦେଇକି କଟା ହେଇପାରୁନି। ପଲ୍ସ ରେଟ୍ 20। ଆଉ ସେଇ ଜାଗାରେ ନିଶ୍ଚେଷ ଦେଲେ ତ ଡେଥ୍ ହେଇଯିବ, ପୁରା ଡେଥ୍। ଏଇନା ଜଷ୍ଟ କଥା ହଉଥିଲି ସେଇ କଥା। ତାପରେ ଆପଣଙ୍କ କଲ୍ ଆସିଲା, ଯାହା ହଉ ଆପଣ କୋଉଠି ଘରେ ଅଛନ୍ତି? ହଁ ଘରେ ଅଛି। ପେନଡ୍ରାଇଭ୍ ଦିଟା ରେଡି କରୁଛି, କାଲି ପଠେଇବି। ଦିଟା ଅର୍ଡର ଥିଲା, ଆଉ ଗୋଟେ ଯାହା ସିପି ହଉ ଆପଣଙ୍କର ତ ଯାହା ହଉ ଗୋଟିଏ ଧାରାରେ ଚାଲିଛନ୍ତି। ସେ ଧାରାରେ ଗୋଟେ ମୁଁ ଧାରାରେ ସବୁବେଳେ ଶୁଣନ୍ତୁ ଆଜ୍ଞା, ଗୋଟେ ଧାରାରେ ମୁଁ ସିନା ଚାଲୁଛି, କିନ୍ତୁ ମତେ ଯେତିକି କଲ୍ ଆସୁଛି ଦିନକୁ ମାନେ ଇନକ୍ୱାରି ହଉ କିମ୍ବା ସଫ୍ଟୱେୟାର ହଉ ମାଗୁଛନ୍ତି ଲୋକ ଆଉ ଯେତିକି ପଚାରୁଛନ୍ତି ଯେ ଆଜ୍ଞା ଏଇଟା କେମିତି କରିବା ସେଇଟା କେମିତି କରିବା, ତ ମାନେ ତାର ଉତ୍ତର ଦେଇ ଦେଇକିରି ଆଉ ନୂଆ ସବୁ ମାନେ କେମିତି କଣ କ୍ରିଏଟିଭିଟି ସବୁ ହେଇପାରିବ, ସେଗୁଡ଼ା ସବୁ ଚିନ୍ତା କରିକିରି ମୋର ଟାଇମଟା ଯାଉଛି। ବର୍ତ୍ତମାନ ଏଇ ପେନଡ୍ରାଇଭ୍ ପାଇଁ ଜଷ୍ଟ ଏବେ ଘରେ ପହଞ୍ଚୁଛି। ଯାଇଥିଲି, ଦିଟା ପେନଡ୍ରାଇଭ୍ ଆଣିଲି, ପ୍ଲସ୍ ସିପୁ ଗୋଟେ ରେଡ଼ି କରୁଛି, ସେ ଜଣକୁ ପଠାହବ ବଲାଙ୍ଗୀର ଯାହା ହଉ ଡିଷ୍ଟ୍ରିକ୍ଟ। ଆପଣ ତ ଗୋଟେ
ଯୋଉ ହିସାବରେ ଆପଣଙ୍କର ଚାଲିଛନ୍ତି ସେଟା ସେଇ ଚାଲିବାଟା ଠିକ, କିନ୍ତୁ ଆମର କଣ ହଉଛି କହିଲେ ଆଜ୍ଞା ଦେଖନ୍ତୁ, ମୁଁ ତ ନାଁଟା ନେଇପାରିବିନି ସେ ସଫ୍ଟୱେୟାରଟା ନା, ସେ ସଫ୍ଟୱେୟାରଟି ଏବେ ରିସେଣ୍ଟଲି ଲଞ୍ଚ କଲା। କାଇଁ ସେଟା କଣ ଏଥିରେ ବିଶ୍ୱାସତା ଅଛି କହୁନାହାନ୍ତି? ସଫ୍ଟୱେୟାରଟା ନାଁ କାଇଁ ନେଇପାରିବେନି କଣ ଅଛି? ସଫ୍ଟୱେୟାର ନାଁଟା କିଏ ମାନେ ଶୁଣନ୍ତୁ, ଆମେ ଏମିତି କୋଉ ପ୍ରସିଦ୍ଧ ଲୋକ ଯେ ଆମକୁ କିଏ ଟ୍ରାକ୍ କରିବ? ଏ ଯୋଉ ଆମର ଶ୍ରୀଲିପି ମ ହଁ ଗୋଟେ ତାର ବାହାର କଲା ଶ୍ରୀଲିପି ନେକ୍ସଟ ପ୍ଲସ୍। ହଁ ନେକ୍ସଟ ତ ଥିଲା କିନ୍ତୁ ପ୍ଲସ୍ ବାହାର କଲା। ପ୍ଲସ୍ ବାହାର କଲା, ସେଟା ହଉଛି 8.2। ହଁ ଆପଣ ମାଧ୍ୟମରୁ ଦେଖିବେ, ସର୍ଚ୍ଚ କରନ୍ତୁ, ସେଟା ବାହାରିଲା। ସେଥିରେ ବିଶ୍ୱାସତା କଣ? ହାଁ ସେଥିରେ ବିଶ୍ୱାସତା ବହୁତ କିଛି ଦେଇଛି, ୟୁନିକୋଡ ଫଣ୍ଟ ପ୍ରବଳ ଦେଇଛି। ଓହୋ ଆଚ୍ଛା ଆଚ୍ଛା, ୟୁନିକୋଡ ଫଣ୍ଟ ଷ୍ଟାଇଲ, ଇଓର ଷ୍ଟାଇଲ ସବୁ ଟେଲିଗ୍ରାଫି, ଓଡିଆର ସବୁ ଟେଲିଗ୍ରାଫି। ନା କ୍ୟାଲିଗ୍ରାଫି କଣ? ଓଡିଆ କ୍ୟାଲିଗ୍ରାଫି କଣ? ଆମର ଯୋଉ ଆକାଶ ଯେମିତି ବାହାର କରିଛି, ଆକାଶ ଗଣ୍ଡ ଯେମିତି ଆମର ସେ କୋରାପୁଟ ପିଲା ଯୋଉ ବାହାର କରିଛି, ହଁ ସେଇଭଳିଆ। ପୁରା ତାଠାରୁ ଆହୁରି ବଢିଆ ବଢିଆ। ନା ମ ହଁ, ଆପଣ ନିଜେ ତିଆରି କରିନେବେ। ଗୋଟେ ମନେ କରନ୍ତୁ, ତାହେଲେ ସେ ଆକାଶକୁ କହିବା ତାହେଲେ ଆହୁରି ଡେଭଲପ ଫଣ୍ଟ ଗୁଡା ବାହାର କରିବ। ଶୁଣନ୍ତୁ, ସେ ଜିନିଷ କଣ ହଉଛି କହିଲେ, ତା ଦେହରେ ଆପଣଙ୍କର ଯେ କୌଣସି ଆପଣଙ୍କର ୟୁନିକୋଡ ଫଣ୍ଟ ପକେଇବେ, ଆଜ୍ଞା, ସେ ସେଟାକୁ ବି ସପୋର୍ଟ କରୁଛି। ହଁ ହଁ, ଆଚ୍ଛା, ମତେ ଆଉ ଗୋଟେ କଥା କୁହନ୍ତୁ, ସେଥିରେ ଯୋଉ ଅଣ୍ଟ ଉଞ୍ଚ ଦ୍ୱିତୀୟତ, ସେ ସବୁ ସେଥିରେ ଆଉ ସେଗୁଡାକ ପ୍ରଶ୍ନ ଉଠୁନି। କିନ୍ତୁ ପ୍ରାଇସ୍ କଥା କହିଲେ, ଟିକେ ପ୍ରାଇସ୍ କଥା କହିଲେ। ପ୍ରାଇସ୍ ଟା ବହୁତ କମ ପଇସା। କେତେ ଟଙ୍କା? 14,000 ଟଙ୍କା। ଆଜ୍ଞା 14,000 ଟଙ୍କାରେ ଲୋକ ଆମେ କିଣିବା ତାକୁ? ପାଗଳ ଆପଣ ହେଲେ, ବୁଝିଲେ? ଆରେ ଯାହା ମୁଁ କହୁଛି, ଦେଖୁନାହାନ୍ତି ଆପଣ ଅନଲାଇନରେ ମାରିକି। ଶୁଣନ୍ତୁ ଆଜ୍ଞା, ସାର୍ ଶୁଣନ୍ତୁ, 14,000 ଟଙ୍କା ତାହା ଆପଣ କହୁଛନ୍ତି, ଗୋଟେ ସିପିୟୁ ଦାମ ହେଲାଣି ବା 12,000 ଟଙ୍କା 13,000 ଟଙ୍କା ମୁଁ ବିକ୍ରି କରୁଛି। ସଫ୍ଟୱେୟାରଟା ସେଇଭଳିଆ ତା କମ୍ପାନୀ କରିଛି ନା। ଆଜ୍ଞା ଶୁଣନ୍ତୁ ଆଜ୍ଞା, କେହି କିଣିବେନି। କିଣୁଛନ୍ତି ନା, ତାପରେ ସେ କଣ କରିଛି ଶୁଣନ୍ତୁ, ଅଲ ଓଭର ଇଣ୍ଡିଆର ଲାଙ୍ଗୁଏଜ ଟିକେ ଚିନ୍ତା କରନ୍ତୁ, ଖାଲି ଓଡିଆ ନୁହେଁ। ଶୁଣନ୍ତୁ ଆଜ୍ଞା, ଆମେ ଯୋଉ ଆକୃତିରେ ଟାଇପିଂ କରୁଛନ୍ତି ସେଟା କଣ, ସେଟା ସେଥିରେ ବା 12ଟା ଲାଙ୍ଗୁଏଜ ଅଛି। ମୋ କଥା ଶୁଣନ୍ତୁ, ସେଥିରେ ସେ ଦେଇଛି, ସେଥିରେ ତାର ବହୁତ ସୁନ୍ଦର ସୁନ୍ଦର ଏଥିରେ ସେ କରିଦେଇଛି। ସେଥିରେ କଣ ହଉଛି ନା, ଆପଣଙ୍କର ମନେ କରନ୍ତୁ, ର ଟା ଲେଖିଦେଲେ ରାମ, ର ଟା ବଢିଲା, ଆପଣ ଲାଞ୍ଜ ବଢେଇ ପାରିବେ। ଓ ସେଇଥିରେ ଶୁଣନ୍ତୁ, ସେଇଟା ଲାଞ୍ଜ ବଢିଯିବ। ତାପରେ ଆ କାଟା ପଡିଛନ୍ତି, ସେଠି ଗୋଟେ ତ୍ରିଶୂଳ ଲଗେଇଦେଲେ। ଶୁଣନ୍ତୁ, ଯାହାବି ହେଲେ, ଯାହାବି ହଉ, ତ୍ରିଶୂଳ ଏତେ ସିଷ୍ଟମ ଅଛି। ଶୁଣନ୍ତୁ, ସେ ପୁରା ସବୁ ଡିଜାଇନ ଗୁଡା ସେଇଥିରେ ଦେଇଦେଇଛି। ଆପଣ ଶୁଣନ୍ତୁ, ଆପଣ ପଜିଟିଭ କଥା କହିଦିଅନ୍ତୁ, ମୁଁ ନେଗେଟିଭ କଥା କହିବି, କହିସାରନ୍ତୁ। ଶୁଣନ୍ତୁ, ଆପଣଙ୍କର ସୋ କ୍ରିଏଟିଭ, ଆପଣ ଯାହା କ୍ରିଏଟିଭ ଟାକୁ ଚିନ୍ତା କରିବେ, ସେଇଠି ଆପଣ ତାକୁ ଆଡ କରିପାରିବେ। ଆଚ୍ଛା, ମାନେ ମୁଁ ମୋର ହିସାବରେ ମୁଁ ଯାହା ଚିନ୍ତା କରୁଛି, ମୋ ଥିଙ୍କିଂ ଅଲଗା ଆସିବ, ଆପଣ ଥିଙ୍କିଂ ଅଲଗା ଆସିବ, କିନ୍ତୁ ସେଇଟା ଆପଣ କ୍ରିଏଟ କରିପାରିବେ ତା ଦେହରେ। ଆଚ୍ଛା, ଏବେ ବୁଝିପାରିଲେ ନା ନାଇଁ? ତେଣୁ ସେ ଜିନିଷଟା କଣ ନା, ତାର ଗୋଟିଏ କ୍ୟାଲିଗ୍ରାଫି ଥିଲା, ଗୋଟେ ସଫ୍ଟୱେୟାରଟେ, ସେ ସେଇଟାକୁ ମର୍ଜ କରିଦେଲା ୟା ସହିତ, ଆକୃତି ନେକ୍ସଟ ସହିତ, ନେକ୍ସଟ ପ୍ଲସ୍ ସହିତ, ଶ୍ରୀଲିପି ନେକ୍ସଟ ପ୍ଲସ୍ ସହିତ, ନେକ୍ସଟ ପ୍ଲସ୍ ସହିତ। ଏଟା କିନ୍ତୁ ଭଲ କରିଛି, ଭଲ କରିଛି। କାହିଁକି ନା, ମୁଁ ଯେତିକି ତାକୁ ମାର୍କ କଲିଣି, ମାର୍କ କରିଛି, ତାର ବହୁତ ସୁନ୍ଦର, ତାର ଡଙ୍ଗଲ ସିଷ୍ଟମ, ଆପଣ ଡଙ୍ଗଲରେ କରିପାରିବେ। ଯଦି ମନେ କରନ୍ତୁ ଆପଣ 3ଟା ପିସି ଅଛି, 3ଟା ପିସିରେ ଆପଣ ୟୁଜ କରିପାରିବେ, କିନ୍ତୁ ସେ ଡଙ୍ଗଲରେ କରିପାରିବେ, କିନ୍ତୁ ୱେବରେ କରିପାରିବେନି। ୱେବ ହେଲେ ଆପଣଙ୍କ ପାଇଁ ତକଲିଫ, ୱେବ ହେଲେ ସିଙ୍ଗଲ ପିସି ହେଇଯିବ। ସେଇଠି ତ ହଉଛି ପ୍ରୋବ୍ଲେମ, ସମସ୍ୟାଟା ହଉଛି ସେଇଠି। ଦେଖନ୍ତୁ, ମୁଁ କାହିଁ କହୁଛି, ଆପଣ ପଜିଟିଭ କଥା କହିଲେ, ମୁଁ ନେଗେଟିଭ କଥା କହୁଛି। ଦେଖନ୍ତୁ, ଆପଣ 14,000 ଟଙ୍କା ଦେଇକି କିଣିବେ, କିମ୍ବା ମୁଁ 14,000 ଟଙ୍କା ଦେଇକି କିଣିବି, ତ ମୁଁ ଯାହାକୁ ସେଇ ଜିନିଷରେ ମୁଁ ସପୋଜ ମାଇକ୍ରୋଟ ୱାର୍ଡରେ ଟାଇପିଂ କଲି, କି ଫଟୋସପରେ ଟାଇପିଂ କଲି, କି ପେଜ ମେକରରେ ଟାଇପିଂ କଲି, କି କୋରେଲରେ ଟାଇପିଂ କଲି, ମୁଁ ତାଙ୍କୁ ଯେତେବେଳେ ମନେ କରନ୍ତୁ ବର୍ତ୍ତମାନ ପେଜ ମେକରଟା ବର୍ତ୍ତମାନ ଚାଲିଛି, ତ ପେଜ ମେକରରେ ଯୋଉ ବହିଟା ମୁଁ ତିଆରି କରିବି, ସେଥିରେ ତାଙ୍କ ପାଖରେ ଫଣ୍ଟ ନଥିବ, ସିଏ କଣ କରିବେ?